ଦେଖିପାରୁଥିବେ ଏହା ହେଉଛି ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ, ଯାହା ଅନ୍ନପୂର୍ଣ୍ଣା ମାର୍କେଟରୁ ପାଖାପାଖି 50 ମିଟର କିମ୍ବା 100 ମିଟର ଭିତରେ ରହିଛି। ସନ୍ଧ୍ୟା ସମୟରେ ଏହି ଜଳ ଭିତରେ ଏ ଯେଉଁ ପାଣି ରହିଛି ଏହି ପ୍ରମୋଦ ଉଦ୍ୟାନରେ ପ୍ରବଳ ମାଛ ତା ଭିତରେ ଛାଡ଼ି ଦିଆଯାଇଛି। ରଙ୍ଗ ବେରଙ୍ଗର ଧଳା, କଳା, ପୁଣି ଲାଲ କଲର୍ର, ଧୂସର କଲର୍ର ସବୁ ପ୍ରକାରର ରଙ୍ଗ ବେରଙ୍ଗର ମାଛ ସେଇ ପାଣି ଭିତରେ ଦେଖିବାକୁ ମିଳେ। ସାଥେ କଇଁଚ ଗୁଡ଼ିକ ମଧ୍ୟ ଏବଂ ପାଣି କୁକୁଡ଼ା ମଧ୍ୟ ଦେଖିବାକୁ ମିଳେ। ଏହି ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନ ସ୍ଥାପିତ ହୋଇ ମାତ୍ର 1-2 ବର୍ଷ ହେଇଛି। ଏ ଦେଖିନିଅନ୍ତୁ ଏହି ରାମଲିଙ୍ଗେଶ୍ୱରର ଷ୍ଟାଚ୍ୟୁ ବା ମୂର୍ତ୍ତି, ଚତୁଃପାର୍ଶ୍ୱରେ ପାଣି, ପୁଣି ଏମିତି ଗୋଟିଏ ୟୁନିକ୍ ଷ୍ଟାଇଲ୍ରେ ବନାଯାଇଛି। ଆଉ ବସିବା ପାଇଁ ଚତୁଃପାର୍ଶ୍ୱରେ ଛୋଟ ଛୋଟ ଘର ଗୁଡ଼ିକ ରହିଛି, ଖୋଲା ଛାତ ଘର, ଯେଉଁଠି ଯେଉଁମାନେ ବି ଆମୋଦ ପ୍ରମୋଦ କରିବାକୁ ଚାହାନ୍ତି ସେମାନେ ଯାଇ ସେଇଠି ବସି ସମୟ ବିତାନ୍ତି। ହଁ, ଏଇ ଦେଖନ୍ତୁ ଲାଲ କଲର୍, ଧଳା କଲର୍, କଳା କଲର୍, ପୁଣି ଅନ୍ୟାନ୍ୟ କଲର୍ର ମାଛ ଗୁଡ଼ିକ ଦେଖିବାକୁ ମିଳେ। ବହୁତ ବଡ଼ ବଡ଼ ମାଛ ଗୁଡ଼ିକ ଦୂରରୁ ଏତେ ଭଲ ଦେଖାଯାଉନି। ଲୋକ ଫୁରୁସତ ପାଇଁ କିଛି ସମୟ ରିଫ୍ରେଶମେଣ୍ଟ ପାଇଁ ସନ୍ଧ୍ୟା ସମୟରେ ଏହା ଖୋଲେ। ସନ୍ଧ୍ୟା ସମୟରେ ଏଠିରେ ଟିକଟ ଲାଗେ ଭିତରକୁ ଯିବା ପାଇଁ। ଆଉ ଟିକଟ କାଟି କେହି ବି ଏହି ଭିତରେ ଯାଇ ବହୁତ ଚତୁଃପାର୍ଶ୍ୱ ଦେଖିପାରିବେ ଏବଂ ବସି କିଛି ସମୟ ରିଫ୍ରେଶମେଣ୍ଟ ପାଇଁ ସମୟ ବିତେଇ ପାରିବେ। ଏହି ରାମଲିଙ୍ଗେଶ୍ୱର ମୂର୍ତ୍ତି ରହିଛି ମଝି ଦରିଆରେ କହିଲେ ଭୁଲ ହେବନି। ଚତୁଃପାର୍ଶ୍ୱରେ ପାଣି, ମଝିରେ ଗଢ଼ା ଯାଇଛି ଏହି ରାମଲିଙ୍ଗେଶ୍ୱର ଏହି ପ୍ରମୋଦ ଉଦ୍ୟାନର ମୂର୍ତ୍ତିଟି। ହଁ, ତ ଶେଷ ପର୍ଯ୍ୟନ୍ତ ଦେଖିନିଅନ୍ତୁ। ଆଉ ଏହି ପର୍ଯ୍ୟନ୍ତ ରହିଥିବା ଯୋଗୁଁ ବିଶେଷ ଧନ୍ୟବାଦ। ଯଦି ସନ୍ଧ୍ୟା ସମୟରେ ଆପଣ ବ୍ରହ୍ମପୁରରେ ଅଛନ୍ତି ତ ନିଶ୍ଚୟ ଭାବେ ରିଫ୍ରେଶମେଣ୍ଟ ପାଇଁ କିଛି ସମୟ ଯାଇ ସେଇଠି ବିତେଇ ପାରିବେ। ଯଦି ଆଉ କେଉଁଠୁ ଯାଉଛନ୍ତି ତ ଏହି ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନକୁ ଆପଣମାନେ ଭିଜିଟ୍ କରିପାରିବେ। ତ ବହୁତ ଧନ୍ୟବାଦ ଶେଷ ପର୍ଯ୍ୟନ୍ତ ରହିଥିବା ଯୋଗୁଁ। ପୁଣି ଥରେ ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ଆଉ ଶେଷ ପର୍ଯ୍ୟନ୍ତ ଆପଣମାନେ ଏନ୍ଜୟ କରିନିଅନ୍ତୁ। ଯଦି ଏହି ଚ୍ୟାନେଲଟିକୁ ନୂତନ ଭାବେ ଭିଜିଟ୍ କରୁଛନ୍ତି ତ ନିଶ୍ଚୟ ଭାବେ ସବସ୍କ୍ରାଇବ୍ କରିଦିଅନ୍ତୁ। ଭିଡ଼ିଓକୁ ଲାଇକ୍, ସେୟାର, କମେଣ୍ଟ କରିବାକୁ ଭୁଲନ୍ତୁ ନାହିଁ। ପୁଣି ଥରେ ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ଆଉ ସେଇ ପର୍ଯ୍ୟନ୍ତ ଆପଣ ଯେଉଁଠି ବି ଥାଆନ୍ତୁ ଭଲରେ ଥାଆନ୍ତୁ, ମସ୍ତିରେ ରୁହନ୍ତୁ। ଧନ୍ୟବାଦ। ଶେଷ ପର୍ଯ୍ୟନ୍ତ ଦେଖିନିଅନ୍ତୁ। ऐसे कहीं है अगर मुझे ऐसे कहीं है दिल भर मुझे